କୁହାଯାଏ ଯେଉଁ ଜୀବନରେ ଲକ୍ଷ୍ୟ ବା ଉଦ୍ଦେଶ୍ୟ ନାହିଁ ସେହି ଜୀବନ ନିରର୍ଥକ। ସମସ୍ତେ ପାଠ ପଢ଼ନ୍ତି, ଉଚ୍ଚ ଶିକ୍ଷିତ ହୁଅନ୍ତି, କିନ୍ତୁ ନିଜର ଲକ୍ଷ୍ୟରେ କ'ଣ ସମସ୍ତେ ପହଞ୍ଚି ପାରନ୍ତି? ଆପଣଙ୍କ ପାଖରେ ଗୋଟିଏ ଛୋଟିଆ ବିଷୟ ଉପସ୍ଥାପନ କରୁଛି, ସମସ୍ତେ ମନ ଦେଇ ଶୁଣନ୍ତୁ। ସମୁଦ୍ର ଯାତ୍ରାରୁ ଫେରିଥିବା ଜଣେ ଯାତ୍ରୀ ଗୋତାଖୋରଙ୍କୁ କହିଲା, ଭାଇ, ମୁଁ ତ ସମୁଦ୍ରର ବହୁ ଦୂରାନ୍ତର ବୁଲି ଆସିଲି, ମୋତେ ଗୋଟିଏ ବି ମୋତି ମିଳିଲା ନାହିଁ, ଅଥଚ ତୁମେ ଗୋଟିଏ ବୁଡ଼ ପକାଇ ମୋତି କିପରି ବାହାର କରି ଆଣିପାରୁଛ? ଗୋତାଖୋର ଉତ୍ତର ଦେଲା, ମିତ୍ର, ଜୀବନରେ ସଫଳତା ତାକୁ ମିଳିନଥାଏ ଯିଏ ବିନା ଉଦ୍ଦେଶ୍ୟରେ ବିନା ଲକ୍ଷ୍ୟରେ ଦୀର୍ଘ ଯାତ୍ରା କରିଥାଏ, ବରଂ ତାକୁ ମିଳିଥାଏ ଯିଏ ଜୀବନରେ ଏକ ଉଦ୍ଦେଶ୍ୟ କିମ୍ବା ଲକ୍ଷ୍ୟ ରଖି ସେହି ଉଦ୍ଦେଶ୍ୟ ଉପରେ ଏକାଗ୍ରତା ପୂର୍ବକ ପ୍ରୟାସ ଜାରି ରଖିଥାଏ। ସେ ବୃତ୍ତି ହେଉ କିମ୍ବା ମୂଲ୍ୟବାନ ବସ୍ତୁ ହେଉ କିମ୍ବା ବ୍ୟବସାୟ ହେଉ, ସେ ଯାହା ବି ହେଉ, ଏକଥା ଯାତ୍ରୀ ଜଣକ ବୁଝିପାରିଥିଲା। ତେଣୁ ଆମେ ମଧ୍ୟ ଜୀବନରେ ପାଠ ପଢ଼ୁଛେ, ଉଚ୍ଚଶିକ୍ଷା କରୁଛେ, ତେଣୁ ସମସ୍ତେ ନିଜ ଜୀବନରେ ଗୋଟିଏ ଲକ୍ଷ୍ୟ ରଖନ୍ତୁ, ଗୋଟିଏ ଉଦ୍ଦେଶ୍ୟ ଲକ୍ଷ୍ୟ କରନ୍ତୁ, ଆଉ ସେହି ଉଦ୍ଦେଶ୍ୟ ଉପରେ ସବୁବେଳେ ସଫଳତା ଅର୍ଜନ କରିବା ପାଇଁ ସବୁବେଳେ ପ୍ରୟାସ ଜାରି ରଖନ୍ତୁ। ପାଳନ କଲେ ଆପଣ ନିଜ ଜୀବନରେ ସଫଳତା ଅର୍ଜନ କରିପାରିବେ।